ଜୀବନ ମାନେ କେବଳ ଦୁଃଖ କଷ୍ଟ ନୁହେଁ, ସୁଖ ବି ଅଛି। ବାସ୍ ତାକୁ ଖୋଜି ପାଇଲେ ହେଲା। କିନ୍ତୁ ସବୁବେଳେ ଈଶ୍ୱରଙ୍କ ଉପରେ ବିଶ୍ୱାସ କରି ନିଜ କର୍ମ କରିଚାଲି ଆଉ ଧୈର୍ଯ୍ୟକୁ ଯଦି ରଖିବ, ଜୀବନରେ ନିଶ୍ଚିନ୍ତ ସଫଳତା ପାଇବ। ଆଉ ଜୀବନରେ ସବୁ କିଛି ମଣିଷ ପାଇଯିବ। ଆଉ ଯଦି ମଣିଷ ଧୈର୍ଯ୍ୟହରା ହେଇଯିବ ନା, ଭାବିବ କି ମୋ ଜୀବନରେ ସବୁକିଛି ସରିଗଲା, ମୋ ଭାଗ୍ୟରେ ଖୁସି ହିଁ ନାହିଁ, ମୋ ଭାଗ୍ୟଟା ହିଁ ଦୁଃଖ। ନା ମୋତେ କେହି ବୁଝୁଛନ୍ତି, ନା କେହି ମୋତେ ବୁଝିଛନ୍ତି, ନା କେହି ମୋତେ ଭଲ ପାଉଛନ୍ତି। ଯେତେବେଳେ ମଣିଷ ଏତିକି ଭାବିବ ନା, ସେ ଭିତରୁ ତା ହୃଦୟ ଭାଙ୍ଗି ପଡ଼ିବ ଆଉ ସେ ଆଗକୁ ବଢ଼ିବାକୁ ହିଁ ତା'ର ସାହସ ହେବ। ତେଣୁ ଜୀବନରେ ସବୁବେଳେ ଈଶ୍ୱରଙ୍କ ଟେକି ନିଜ କର୍ମ କରିଚାଲିବ କି ବାସ୍ କେହି ମୋ ସହିତ ନଥାନ୍ତୁ, ଭଗବାନ ଅଛନ୍ତି ନା, ମା ଅଛନ୍ତି ନା, ଆଠ ଦୁନିଆରେ ବଡ଼ ମୋ ପାଇଁକି ଆଉ କିଏ ରହିବା ଦରକାର ମୋ ସହିତ। ଦୁନିଆଟା ସ୍ୱାର୍ଥପର, ଯଦି କିଏ ତୁମ ସହିତ ଥିବ ସେ କେବଳ ନିଜେ ହିଁ ନିଜ ସହିତ। ତେଣୁ ଭଲ ଭାବରେ ନିଜକୁ ବଞ୍ଚିବାକୁ ହେଲେ ନିଜେ ଠିକ୍ରେ କର୍ମ କରିବ ଆଉ ଈଶ୍ୱରଙ୍କ ଉପରେ ବିଶ୍ୱାସ କରି ଧୈର୍ଯ୍ୟର ସହ ନିଜ କର୍ମ କରିଚାଲିବ। ତେଣୁ ଦିନେ ନା ଦିନେ ଦୁଃଖଟା ତୁମର ସୁଖରେ ପରିଣତ ହୋଇଯିବ।